Hello, good morning, happy new year, all of you. Good morning, happy new year, all of all. କେମିତି ଅଛନ୍ତି ସମସ୍ତେ? ଆମେ ମାନେ ଭଲ ଅଛୁ ମିନ୍ସ ସକାଳୁ ଭଲ ହିଁ ଅଛୁ। ଆଜି ସକାଳୁ ନୂଆ ବର୍ଷର ପ୍ରଥମ ଦିନରେ ମୋ ପୁଅ ନେଇକି ଆସିଛି ମୁଁ ବନେଇଛି ନାଇଁ କିଣିକି ନେଇକି ଆସିଛି ଆଳୁଦମ ଦହିବରା ନେଇକି ଆସିଛି। ଏଇଟା ମୁଁ ଖାଇବି, ସିଏ ଖାଇକି ଆସିଛି। ଆଉ ନା ମୁଁ ଉପବାସ କରୁଛି। এইটা মাম্মা খাইব এইটা তো আমার মাম্মা নো ভেজ খাইব ভেজ খাইব তু যাও গড়ে ভেজ তো আমি দুজন খাইব। ভুলি যাଆନ୍ତୁ ସବୁ ରାଗ ରୁଷା ପୁରୁଣା ବର୍ଷର ନୂଆ ବର୍ଷର ନୂଆ ଦିନରେ ନୂଆ ପ୍ରକାର ମାନେ ସଂକଳ୍ପ ନିଅନ୍ତୁ, ପ୍ରମିସ୍ କରନ୍ତୁ କି ଏଇ ବର୍ଷ ଯାକ ଯେମିତି କାହା ଉପରେ କ'ଣ କରିବେନି, ଅଭିମାନ କରିବେନି, ରାଗିବେନି। ନାଇଁ ରାଗ ଅଭିମାନ ତ ହବ, ବଟ୍ କେତେ କରିବେନି, ଯାହା ହେଇଯାଇଛି କରିବେନି। ସମସ୍ତଙ୍କ ସହିତ ସମ୍ପର୍କ ଠିକ ରଖନ୍ତୁ। ମୋର କାଲି ରାତିରେ ଗୋଟେ ଦୁଃଖ ଗୋଟେ ହେଇଗଲା, ସେଟା କହି ହଉନି, ମନର ଦୁଃଖ ତ ଯୋଉ ସମ୍ପର୍କରେ ରହିକିରି ଆପଣମାନଙ୍କ ଭିତରେ ଡିଷ୍ଟର୍ବାନ୍ସ ହେଇଛି, ସେ ସମ୍ପର୍କ ସବୁ ଭଗବାନ କରନ୍ତୁ ସୁଧୁରି ଯାଉ, ସମସ୍ତେ ଭଲରେ ରୁହନ୍ତୁ, ଭଗବାନ ଜଗନ୍ନାଥ ସମସ୍ତଙ୍କର ଭଲ କରନ୍ତୁ। ଯେତେ ଅଭିମାନ ଅଛି ସବୁ ଭୁଲି ଯାଆନ୍ତୁ, ସବୁ ଭୁଲି ଯାଇଥିବା ରେଡି ହେଇଯାଆନ୍ତୁ। କାହିଁକିନା ମଣିଷ ଜୀବନ ଗୋଟେ ବର୍ଷ, ଆମ ଆୟୁଷରୁ ଗୋଟେ ବର୍ଷ କମିଲା। ନୂଆ ବର୍ଷ ଆସିଲା ଖୁସି କଥା, ବହୁତ ଖୁସି କଥା, ହେଲେ ଗୋଟେ ବର୍ଷ ଆମ ଜୀବନରୁ କଟିଲା। ତ କାହିଁକି ରାଗ ରୁଷା ରଖିବା, କାହା ସାଙ୍ଗରେ ଅଭିମାନ କରିବା? କ'ଣ ନେଇକି ଆସିଥିଲେ, ଭଗବାନ ଏଇ କଥାଟା ସମସ୍ତଙ୍କୁ ଶିଖାନ୍ତୁ। ରାଗ ରୁଷା କ'ଣ ଆଣିକି ଆସିଥିଲେ, କ'ଣ ନେଇକି ଯିବା? କିଛି ନବାନି ଆଜ୍ଞା, କେବଳ ଟିକେ ଭଲ ପାଇବା ଦେଇକି ଯିବା, ଭଲ ପାଇବା ପାଇବା ପାଇଁକି ଆଶା କରିକି ଯିବା। ଆଉ ମୁଁ ବି ଆଶା କରୁଛି ମତେ ଟିକେ ସମସ୍ତେ ଭଲ ପାଆନ୍ତୁ। ମୁଁ ଭଲ ପାଇବା ଚାହୁଁଛି। ଭଲ ପାଇବା କେମିତି ଜାଣିବା? ଲାଇକ୍ କଲେ ତ ଜଣା ପଡିବ। ହଁ ଠିକ ଅଛି, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ ମୋ ଚ୍ୟାନେଲ ତ ନା, ମୋ ପୁଅର ଚ୍ୟାନେଲ। ନା ମା ପୁଅ ଚ୍ୟାନେଲ। ହଉ, ଆମ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ। ଫ୍ୟୁଚରରେ ମୋ ଚ୍ୟାନେଲ ଗୋଟେ କରିବି ଯେ, ଆଉ ଟିକେ କିଛି ଦିନ ବାକି ଅଛି, ତ ଟିକେ ଟାଇମ ଦରକାର, ମମି ପାଇଁ ଟିକେ ଟାଇମ ଦରକାର। ହଁ, ତ ମତେ ବହୁତ ଭଲ ପାଇବା ଦିଅନ୍ତୁ, ମୋ ପୁଅକୁ ବହୁତ ଆଶୀର୍ବାଦ କରନ୍ତୁ, ମତେ ବହୁତ ଭଲ ପାଇବା ଦିଅନ୍ତୁ, ଏତିକି ରିକ୍ୱେଷ୍ଟ ସମସ୍ତଙ୍କୁ ମୋର। ମୋ ଉପରେ ରାଗନ୍ତୁନି କିଛି। କାଲି ଟିକେ ମୋର କାମ ଥିଲା ତଳେ, ତ ସେଇ କାମ ଯୋଗୁଁ ମୁଁ ପଚାରିଲି ମମି, କହିଲି ମମି ମୋ ହାତ ବହୁତ ଦରଜ ହେଇଛି। ମମି କହିଲେ କି ଟିକେ ରହିଯାଇଥା। ମମି ବହୁତ ଦୁଃଖ କଲେ ଯେ ମୋ ପୁଅଟାକୁ ଏତେ କାମ ଦେବିନି, ସେଇଥିପାଇଁ ମୋତେ ଦେଇଥିଲେ ଏଇ କନାଟା। ମୁଁ ପଚାରିଲି ମମି ଏ କନା କ'ଣ? ନା ଟିକେ ପୁଅ ଟିକେ କାର୍ଟାକୁ ପୋଛି ଦେବୁ, ମାନେ ଏଇଠି ମୋତେ ଝାଡ଼ିବାକୁ ଦେଲେ। ମୁଁ କହିଲି ଆଗ 100 ଟଙ୍କା ପେମେଣ୍ଟ କର, ତାପରେ ଗାଡ଼ି ପୋଛିବି। ନା ଏଇଆ ମା ପୁଅର ସମ୍ପର୍କ, ତୋ ପାଇଁ କେତେ ଛୋଟରୁ ବଡ଼ କଲି। ସବୁ ମାଆଟା କିଏ ଶୁଣୁନାହାନ୍ତି ବୋଲି ମୁଁ ଅନଉଛି। ସବୁ ମାଆଟା ଖାଲି କହିବେ ଯେ ଏଇନା ଅସୁବିଧା ହେଇଗଲେ କହିବେ କି କ'ଣ କହିବେ ଯେ ତୋ ଛଡ଼ା ଆଉ କିଏ ଅଛି? ଯଦି ଭଲରେ ଶୁଣିବ, ନହେଲେ ମନ୍ଦ ହେଲେ କହିବେ ରିଚାର୍ଜ ବନ୍ଦ, ତୋତେ ଛାଡ଼ିବିନି, ତୋତେ ଗାଡ଼ି ଦେବିନି। ସେଇଥିପାଇଁ ବାଧ୍ୟରେ ମୁଁ ଏଇଟା ପୋଛୁଛି। ବାଧ୍ୟ ନୁହଁ, ନିଜ ଗାଡ଼ି, କ'ଣ କରିବା, ଚଲେଇବି ନା, ଶିଖିବି ଗାଡ଼ି। ତ ସେଇଥିପାଇଁ ମୁଁ ଗାଡ଼ି ଏଇନା ପୋଛାପୋଛି କରିଦେଇକି ଆମେ ଯିବୁ। ଆଉ ଆମେ କେଉଁଠି ଯିବୁ? ବାହାରିଲା ବେଳେ 5 ମିନିଟ୍ ପୂର୍ବରୁ ତମ ଭିଡ଼ିଓ କରାହେଇଯିବ କୁଆଡ଼େ ଯିବୁ। ମୁଁ ଯାଉଛି, ଗାଡ଼ି ଫାଡ଼ି ପୋଛାପୋଛି କରିଦିଏ, ଖିଆପିଆ ସରିବ, ତାପରେ ଆମେ ବାହାରିବୁ। ତ ଆମ ସହିତ ଯୋଡ଼ିକି ରୁହନ୍ତୁ। ଗାଡ଼ି ଭିତରେ ପୁରା ଝଡ଼ାଝଡ଼ି ହେଇଗଲାଣି, ସବୁ ପୁରା କ୍ଲିନ୍। ଗାଡ଼ି ସବୁ ମୁଁ ଏକୁଟିଆ ପୋଛୁଛି। ତ ଆମେ ଆସିଗଲୁ ଦେଖିବାକୁ, ଆମେ ଆସିଗଲୁ ପ୍ରଭାସ ସାଲାର ମୁଭି ଦେଖିବା ପାଇଁ। ସବୁଠୁ ବଢ଼ିଆ ମୁଭି ହେଇଛି। ତ ଆପଣମାନେ ତ ଦେଖିଦେଇଥିବେ, ଆଉ ଆପଣ ତ ଜାଣିଥିବେ କେମିତି କ'ଣ ହେଇଛି। ବଢ଼ିଆ ହେଇଛି, ପୁରା ପଇସା ବସୁଲ। ଆମର ସରିଲା ଫିଲ୍ମ ଦେଖା, ଫାଇନାଲି ସରିଲା ଫାଇନାଲି ଯାଉଛି ନା ବୁଝିପାରିଲେନି, ଆମେ ବୁଝିଦେବୁ ଗାଡ଼ିରେ, କିନ୍ତୁ ବହୁତ ହି ବଢ଼ିଆ ହେଇଛି ମୁଭି। ନେକ୍ସଟ ପାର୍ଟରେ ଦେଖିବା କ'ଣ ହବ। ନେକ୍ସଟ ପାର୍ଟ ପାଇଁ ଅଲ୍ ଆର୍ ୱେଟିଂ। ଯାଉଛି ଏବେ ଘରକୁ, ଘରେ ପହଞ୍ଚି ଟିକେ ରେଷ୍ଟ ନେବୁ। ସୋଲାର ଆଙ୍କର ଖାଲି ରେଷ୍ଟ